ରାତିରେ ଆଉ ଠିକରେ ହେଉନାହିଁ ନିଦ। ଅଧା ରାତିରେ ନିଦରୁ ଉଠି କରୁଛନ୍ତି ପ୍ରେସମିଟ୍। ପାକକୁ ଘାଇଲାଣି ଯୁଦ୍ଧର ଭୟ। There is a likelihood that India will attempt an incursion in Pakistan and will engage Pakistan militarily. ଶୁଣିଲେ ତ, ଇଏ ହେଉଛି ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ। ସେ କହୁଛନ୍ତି ଆମେ ଜାଣିସାରିଲୁଣି ଭାରତ ବହୁତ ଜଲ୍ଦି ଆକ୍ରମଣ କରିବ। ପହଲଗ୍ରାମ ଆକ୍ରମଣକୁ ନେଇ ଭୟରେ ଥରୁଛନ୍ତି ପାକବାସୀ। ଭାରତର ଗତିବିଧି ଉପରେ ରଖିଛନ୍ତି ତୀକ୍ଷ୍ଣ ନଜର। ଯେ ପ୍ରଥମ ସୁରକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଯୁଦ୍ଧ ହେବା ନେଇ ଇସାରା ଦେଲା ପରେ ଛାନିଆ ହେଲାଣି ପାକିସ୍ତାନ। ଆଉ ପାକ୍ର ପ୍ରତିରକ୍ଷା ମନ୍ତ୍ରୀ ନୁହଁ, ବରଂ ପାକ୍ର ସୂଚନା ମନ୍ତ୍ରୀ ମଧ୍ୟ ଭାରତ ଯୁଦ୍ଧ କରିବା ନେଇ ଆଶଙ୍କା କଲେଣି। ଏଥିପାଇଁ ରାତି ଅଧରେ ସେ ପ୍ରେସମିଟ୍ ମାନ କରୁଛନ୍ତି ଏବଂ ଆଗାମୀ 2ରୁ 3 ଦିନ ଭିତରେ ଭାରତ ପାକ୍ ଉପରେ ହମଲା କରିପାରେ ବୋଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି। ପାକ୍ର ଗୁଇନ୍ଦା ସଂସ୍ଥା ପାଖରେ 2ରୁ 3 ଦିନ ଭିତରେ ଭାରତ ଯୁଦ୍ଧ କରିବା ନେଇ ଦାବା କରିଛନ୍ତି ପାକ୍ ସୂଚନା ମନ୍ତ୍ରୀ ଅତାତୁଲ୍ଲା। Pakistan has credible intelligence that India intends carrying out military action against Pakistan in the next 24 to 36 hours.